ସପ୍ତରିଷି ପାହାଡ଼ ଗୁମ୍ଫାରେ ଫସିଲେ ମହିଳା। କାର୍ତ୍ତିକ ପୂର୍ଣ୍ଣିମା ପୂଜା କରିବାକୁ ଯାଇ ଦୁଇ ପଥର ସନ୍ଧିରେ ଚାପି ହୋଇଗଲେ ରହିଥିଲେ ମହିଳା। ଯୁଯୁମୁରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ ଗ୍ରାମ ନିକଟରେ ଥିବା ପ୍ରସିଦ୍ଧ ସପ୍ତରିଷି ମନ୍ଦିର ନିକଟସ୍ଥ ମୁଣ୍ଡିଆ ପାହାଡ଼ରେ ଏକ ଦୁର୍ଗମ ଗୁମ୍ଫା ମଧ୍ୟରେ ମାନସିକ ପୂଜା କରିବାକୁ ଯାଇ ଜଣେ ମହିଳା ଦୁଇଟି ବିଶାଳ ପଥର ମଧ୍ୟରେ ଫସି ଯାଇଥିଲେ। ଦୀର୍ଘ ସମୟ ଧରି ଜୀବନ ସହ ସଂଗ୍ରାମ କରୁଥିବା ଏହି ମହିଳାଙ୍କୁ ଖବର ପାଇ ଅଗ୍ନିଶମ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ 4 ଘଣ୍ଟାର ଅକ୍ଳାନ୍ତ ଏବଂ ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ମହିଳାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମହିଳା ଜଣକ କୌଣସି ମାନସିକ ପୂରଣ ନିମନ୍ତେ ଏହି ପାହାଡ଼ ଗୁମ୍ଫାକୁ ଏକାକୀ ଯାଇଥିଲେ। ତେବେ ଗୁମ୍ଫାର ସଂକୀର୍ଣ୍ଣ ପଥ ଦେଇ ଯାଉଥିବା ବେଳେ ଅସାବଧାନତାବଶତଃ ତାଙ୍କ ଶରୀର ଦୁଇଟି ପଥର ଚଟାଣ ମଧ୍ୟରେ ଚାପି ହୋଇଯାଇଥିଲା। ବାହାରକୁ ବାହାରିବାର ସମସ୍ତ ପ୍ରଚେଷ୍ଟା ବିଫଳ ହେବା ପରେ ସେ ସେଠାରେ ଅସହାୟ ଭାବେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନଟି ଅତ୍ୟନ୍ତ ଦୁର୍ଗମ ଏବଂ ବିପଦପୂର୍ଣ୍ଣ ଥିବାରୁ ଉଦ୍ଧାର କାର୍ଯ୍ୟ ବେଶ୍ କଷ୍ଟସାଧ୍ୟ ହୋଇପଡ଼ିଥିଲା। ଶେଷରେ ବହୁ କଷ୍ଟରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।